ପରିସ୍ଥିତି ଏଭଳି ଭାରତବର୍ଷରେ ଜାଗରଣ ସୃଷ୍ଟି ହେଲା। ରାହୁଲ ଗାନ୍ଧୀ ମଧ୍ୟ ଯେଉଁଦିନ ଏମାନଙ୍କ ଉପରେ ଆକ୍ରମଣ ହେଇଗଲା ସେ ଗୋଟେ ନୂଆ ଫର୍ମରେ ଆସିଛନ୍ତି ଏବଂ ସେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନମ୍ବର 1 ସେ ପ୍ରଥମରୁ ଯେଉଁଟା କହିଥିଲେ ଧରିଛନ୍ତି ଏବଂ ପାର୍ଲାମେଣ୍ଟରେ ସେଇଦିନ 20 ତାରିଖ ଦିନ ସଂସଦ ଅଧିବେଶନ ଆଜି ପର୍ଯ୍ୟନ୍ତ ହେଇପାରୁନାହିଁ। କାରଣ ପିଲାମାନଙ୍କ ଉପରେ ଯେଉଁ ମାଡ଼ ହେଲା, ଯେଉଁ ମାଡ଼ ଯିଏ ତାଙ୍କୁ ଦେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ, ଯେଉଁମାନେ ଆତ୍ମହତ୍ୟା କରିଛନ୍ତି ସେମାନଙ୍କୁ କେତେ ପୂରଣ ଦିଆଯାଉ, ନିଟ୍ ପରୀକ୍ଷା ବାତିଲ କରିଦେଲେ 23 ଲକ୍ଷ ପିଲାଙ୍କର ଭବିଷ୍ୟତକୁ ନେଇ ସେଥିରୁ 17-18 ଜଣ ଛାତ୍ର ଆତ୍ମହତ୍ୟା କଲେ। ଏଇସବୁ ଜିନିଷ ଥିଲା। ତେଣୁ ଏଇଟାକୁ ନେଇକି ବର୍ତ୍ତମାନ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ସାମନାକୁ ଆସିଯିବା, ଏସବୁ ଭିତରେ ସମୁଦାୟ ବିରୋଧୀ ପକ୍ଷ ବର୍ତ୍ତମାନ ଏହି ଆନ୍ଦୋଳନ ସପକ୍ଷରେ ଯିଏ ଯାହା ତାଙ୍କ ଭିତରେ ଚକାପଞ୍ଚା ଥାଇପାରେ, କିନ୍ତୁ ଏଣ୍ଟାୟାର ବିରୋଧୀ ପକ୍ଷ ଭାରତବର୍ଷରେ ସମାଜବାଦୀ ପାର୍ଟି ପାଇଁ ଗୋଟେ ମୁଖ୍ୟ ମୁଦ୍ଦା ଥିଲା ରାମ ମନ୍ଦିର ଚୋରି ମାମଲା, କିନ୍ତୁ ତାକୁ ବର୍ତ୍ତମାନ ମୁଖ୍ୟ ହୋଇଛି ଶିକ୍ଷା ସମର୍ଥନ। ଏଇଟା ଯୁବଗୋଷ୍ଠୀ ଭିତରେ ପ୍ରବଳ ଅସନ୍ତୋଷ ରହିଥିଲା, ସେଟା ଗୋଟେ ପ୍ରତିଫଳନ ଦେଖାଯାଇଛି ଆନ୍ଦୋଳନ ଜରିଆରେ ସାରା ଭାରତବର୍ଷରେ। ଏଥିରେ ଦେଖନ୍ତୁ ନବୀନ ପଟ୍ଟନାୟକ ଯିଏଙ୍କର ଦଳର ଭାବମୂର୍ତ୍ତି ଏହା ଥିଲା ଏବଂ ନବୀନ ପଟ୍ଟନାୟକ ପ୍ରତ୍ୟେକ ଗତିବିଧିକୁ ଭାବୁଥିଲେ ଏ ବିଜେପିର ବି ଟିମ୍ ବାହାରେ କାମ କରୁଛନ୍ତି ବୋଲି କୁହାହେଉଥିଲା। ହଠାତ୍ ସେ ତାଙ୍କର ମନୋଭାବ ପରିବର୍ତ୍ତନ କରି ସିଏ କକରୋଜ ଜନତା ପାର୍ଟିର ଆନ୍ଦୋଳନକୁ ସମର୍ଥନ କଲେ ପୁରା ଦମରେ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ। ଦିଲ୍ଲୀରେ କହିଲେ, ଦିଲ୍ଲୀରୁ ଫେରିଆସି ଏଠି ମଧ୍ୟ କହିଲେ, ତାପରେ ତାଙ୍କ ଦଳର ନେତାମାନଙ୍କୁ କହିଦେଇଛନ୍ତି ଏହି ଆନ୍ଦୋଳନ ସହିତ ସାମିଲ ହେବେ। ଏବେ ଦେଶରେ ଚାଲିଥିବା ଛାତ୍ର ଆନ୍ଦୋଳନ ଯାହା କକରୋଜ ଜନତା ପାର୍ଟିର ଉଦ୍ୟମରେ ଆରମ୍ଭ ହେଲା, ଯେଉଁଥିରେ ସୋନମ ୱାଙ୍ଗଚୁକଙ୍କ ଆମରଣ ଅନଶନ ସମୁଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନୂଆପ ଦେଇଗଲା। କାରଣ ଏଥିରେ ମୌଳିକ ପ୍ରଶ୍ନ ଥିଲା ଶିକ୍ଷା। ନିଟ୍ ପେପର ଲିକ୍ ମ୍ୟାଟରରେ ରାହୁଲ ଗାନ୍ଧୀ ପ୍ରଥମେ କହିଥିଲେ, ଧର୍ମେନ୍ଦ୍ର ଇସ୍ତଫା ଦାବି କରିଥିଲେ, ତାଙ୍କ ଛାତ୍ର ସଂଗଠନ ଚାରିଆଡ଼େ କହିଥିଲେ ଧର୍ମେନ୍ଦ୍ର ଇସ୍ତଫା ଦେଉ, ଶିକ୍ଷା ବ୍ୟବସ୍ଥା ବହୁତ କଥା ଉଠେଇଥିଲେ, କିନ୍ତୁ ସେଇ ପ୍ରକାର ସମର୍ଥନ ଯୁବ ଛାତ୍ର ଭିତରେ ସେତିକି ଆଣିପାରିନଥିଲେ ଯାହା କକରୋଜ ଜନତା ପାର୍ଟିର ଇନିସିଏଟିଭରେ ଯୁବ ଛାତ୍ରମାନଙ୍କ ଭିତରେ ପଶିଗଲା ଏବଂ ଏମାନେ ଯନ୍ତ୍ର ମନ୍ତ୍ରରେ ଅନଶନ ଆରମ୍ଭ କଲେ। କେନ୍ଦ୍ର ସରକାର ଭାବିଥିଲେ ଇଏ କ'ଣ କେତେ ଜଣ ପିଲା ସେ ଆସୁଛି କ'ଣ କରିବେ, ତାର କିଛି ଇମ୍ପାକ୍ଟ ନାହିଁ। କିନ୍ତୁ ଯେତେବେଳେ ସମୟ ଗଡ଼ି ଗଡ଼ି ଚାଲିଲା ଏବଂ ସେତେବେଳେ ସୋନମ ୱାଙ୍ଗଚୁକ ବସିଗଲେ ଆମର ଅନଶନ, ଏମାନେ ଅନଶନ ହେଇ ବସିଗଲେ। ପ୍ରଥମ ଅବସ୍ଥାରେ ସରକାର ଭାବୁଥିଲେ କେତେ ଦିନ କରିବେ, କ'ଣ ତାଙ୍କୁ ସମର୍ଥନ ମିଳିବ। ପ୍ରଥମ ଅବସ୍ଥାରେ କଂଗ୍ରେସ ଭାବୁଥିଲେ ଯେ ଇଏ ଆନ୍ଦୋଳନ କରିବା ଫଳରେ ୟାକୁ ହିଁ କେନ୍ଦ୍ର କରିକି ରାହୁଲ ଗାନ୍ଧୀ କଂଗ୍ରେସ ଦଳ ଯେଉଁ ଚାରିଆଡ଼େ ସଭା ସମିତି କରିକି ୟାକୁ ଯେଉଁ ଜନମତକୁ ନେବାକୁ ଚାହୁଁଛନ୍ତି ଏଇଟା ବରଂ ଅଟକିଯିବ, ତାଙ୍କୁ ଲାଭ ହେବ। କିନ୍ତୁ ଏଇ ଆନ୍ଦୋଳନ ପ୍ରତି ଧୀରେ ଧୀରେ ସମର୍ଥନ ଯେଭଳି ଭାବରେ ବଢ଼ି ଚାଲିଲା ଆଉ ସୋନମ ୱାଙ୍ଗଚୁକଙ୍କୁ ଯେଉଁଦିନ ତାଙ୍କର 20 ଦିନ ଅନଶନ ପରେ ତାଙ୍କୁ ପୋଲିସ ଯେଭଳି ଭାବରେ ହାଇକୋର୍ଟ କହିବା ସହ ହାଇକୋର୍ଟ କହିଲା ତାଙ୍କର ହେଲ୍ଥ ମନିଟର କରିବା ପାଇଁ, ପୋଲିସ ଆଜି ଯେଭଳି ତାଙ୍କୁ ଉଠେଇ ନେଇକି ହସ୍ପିଟାଲକୁ ଚାଲିଗଲା ଏବଂ ସେହି ସମୟରେ ସେ ଯେଉଁ କଲ୍ ଦେଲେ ଯେ 20 ତାରିଖ ସଂସଦ ଯାଉଛି, ସମସ୍ତେ ସଂସଦ ମାର୍ଚ୍ଚ ପାଇଁ ସ୍ୱତଃସ୍ଫୂର୍ତ୍ତ ଭାବରେ ଲକ୍ଷ ଲକ୍ଷ ସଂଖ୍ୟାରେ ହଜାର ହଜାର ସଂଖ୍ୟା ଲୋକମାନେ ପହଞ୍ଚିଗଲେ। ଏ ପୋଲିସ ଯେତେ ମାଟିମାର କଲେ, ମାଟିମାର କରିଛି, ଯାହା କରିଛି ତ ଆହୁରି ଅବସ୍ଥା ଖରାପ କରିଦେଇଛି ଏବଂ ତା ସମର୍ଥନରେ ଭାରତବର୍ଷ ଅନ୍ୟ ସବୁ ସହରରେ ହେଲା, ସବୁଆଡ଼େ କିଛି ନା କିଛି ହୋଇଛି। ବମ୍ବେ, ନାଗପୁର, ଇନ୍ଦୋର, ଭୋପାଳ, କଲକାତା, ଦକ୍ଷିଣ ଭାରତ ସହରମାନଙ୍କରେ ସବୁଆଡ଼େ ହେଇଛି, ହାଇଦ୍ରାବାଦ ଏକଦମ ବିଉଡ଼ି ହେଇଗଲେ। ଏବଂ ସେଥିରେ ଯେହେତୁ ପ୍ରଥମ ଅବସ୍ଥାରେ ବିରୋଧୀ ଦଳମାନେ ଗୋଟିଏ ଗୋଟିଏ ଆକୁ ସମର୍ଥନ କରିଥିଲେ ଏ ଆନ୍ଦୋଳନକୁ, କଂଗ୍ରେସ ଦଳ ପଛରେ କଲା, କିନ୍ତୁ ରାହୁଲ ଗାନ୍ଧୀ ଯାଉନଥିଲେ। କାରଣ ରାହୁଲ ଗାନ୍ଧୀ ଭାବୁଥିଲେ ସିଏ ତ ଆନ୍ଦୋଳନର ନେଇଛନ୍ତି କକରୋଜ ଜନତା ପାର୍ଟି, ତାଙ୍କର ବିଶ୍ୱାସ ନଥିଲା। କାରଣ କକରୋଜ ଜନତା ପାର୍ଟିର ରୂପରେଖ ନାହିଁ। ସେ ଭାବିଲେ ଯେ ଯେମିତି RSS କରିଥିଲା ବୋଲି ସେମାନେ ଭାବୁଛନ୍ତି, ଆନା ହଜାର ଆନ୍ଦୋଳନ ପଛରେ ଥିଲା, ଆପଛରେ କିଏ ଥିବ କ'ଣ ଭାବୁଥିଲେ। କିନ୍ତୁ ପରିସ୍ଥିତି ଏଭଳି ଭାରତବର୍ଷରେ ଜାଗରଣ ସୃଷ୍ଟି ହେଲା, ଖାଲି ବିରୋଧୀ ଦଳମାନେ ଆମ୍ ଆଦମୀ ପାର୍ଟି ତ ପ୍ରଥମରୁ, କାହିଁକିନା ଅଭିଜିତ ଦୀପକେ ଯିଏ ଅଛନ୍ତି କକରୋଜ ଜନତା ପାର୍ଟିର ମୁଖ୍ୟ ଭାବରେ ବର୍ତ୍ତମାନ ଅଛନ୍ତି, ସିଏ ଆଗରୁ ଆପ୍ରେ କାମ କରିଛନ୍ତି, ସେମାନେ ତ ସମର୍ଥନ କଲେ। କିନ୍ତୁ ରାହୁଲ ଗାନ୍ଧୀ ମଧ୍ୟ
ଯେଉଁଦିନ ଏମାନଙ୍କ ଉପରେ ଆକ୍ରମଣ ହେଇଗଲା ସେ ଗୋଟେ ନୂଆ ଫର୍ମରେ ଆସିଛନ୍ତି ଏବଂ ସେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନମ୍ବର 1 ସେ ପ୍ରଥମରୁ ଯେଉଁଟା କହିଥିଲେ ଧରିଛନ୍ତି ଏବଂ ପାର୍ଲାମେଣ୍ଟର ସେଇଦିନ 20 ତାରିଖ ଦିନ ସଂସଦ ଅଧିବେଶନ ଆଜି ପର୍ଯ୍ୟନ୍ତ ହେଇପାରୁନାହିଁ। କାରଣ ପିଲାମାନଙ୍କ ଉପରେ ଯେଉଁ ମାଡ଼ ହେଲା, ଯେଉଁ ମାଡ଼ ଯିଏ ତାଙ୍କୁ ଦେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହଉ, ଯେଉଁମାନେ ଆହତ ହେଲେ ତାଙ୍କୁ ବି ହଉ, ଯେଉଁମାନେ ଆତ୍ମହତ୍ୟା କରିଛନ୍ତି ସେମାନଙ୍କୁ କ୍ଷତିପୂରଣ ଦିଆଯାଉ, ନିଟ୍ ପରୀକ୍ଷା ବାତିଲ କରିଦେଲେ 23 ଲକ୍ଷ ପିଲାଙ୍କର ଭବିଷ୍ୟତକୁ ନେଇ ସେଥିରୁ 17 ଜଣ ଛାତ୍ର ଆତ୍ମହତ୍ୟା କଲେ, ଏସବୁ ଜିନିଷ ଥିଲା। ତେଣୁ ଏଇଟାକୁ ନେଇକି ବର୍ତ୍ତମାନ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ସାମନାକୁ ଆସିଯିବା, ପୁଲିସ ଜାଣିପାରିଲାନି ଆସି ଛିଡ଼ା ହେଇଗଲେ, ଏସବୁ ଭିତରେ ସମୁଦାୟ ବିରୋଧୀ ପକ୍ଷ ବର୍ତ୍ତମାନ ଏହି ଆନ୍ଦୋଳନ ସପକ୍ଷରେ ଯିଏ ଯାହାକୁ ତାଙ୍କ ଭିତରେ ଛକାପଞ୍ଚା ଥାଇପାରେ, କିନ୍ତୁ ଏଣ୍ଟାୟାର ବିରୋଧୀ ପକ୍ଷ ଭାରତବର୍ଷରେ ଏବଂ ସେଥିରେ ସମାଜବାଦୀ ପାର୍ଟି ମୋତେ ଗୋଟେ ଆଗ୍ରହୀ ଯଦି ସମାଜବାଦୀ ପାର୍ଟି ପାଇଁ ଗୋଟେ ମୁଖ୍ୟ ମୁଦ୍ଦା ଥିଲା ରାମ ମନ୍ଦିର ଚୋରି ମାମଲା, କିନ୍ତୁ ତାକୁ ବର୍ତ୍ତମାନ ମୁଖ୍ୟ ହୋଇଛି ଶିକ୍ଷା ସଂସ୍ଥା। ଏଇଟା ଯୁବଗୋଷ୍ଠୀଟାକୁ ଭିତରେ ଯୁବଗୋଷ୍ଠୀ ଭିତରେ ପ୍ରବଳ ଅସନ୍ତୋଷ ରହିଥିଲା, ସେଇଟା ଗୋଟେ ପ୍ରତିଫଳନ ଦେଖାଦେଇଛି ଆନ୍ଦୋଳନ ଜରିଆରେ ସାରା ଭାରତବର୍ଷରେ। ଏବଂ ସରକାରୀ ଦଳ ଯିଏ ବୋଧେ ଭାବୁଥିଲି କିଛି ନୁହଁ, କହିବା କଥା ନୁହଁ, ଇଏ କ'ଣ କରିବେ ଏବଂ ସରକାର ପ୍ଲାନ୍ କରିଥିଲା କ'ଣ ଆପଣ ଜାଣିଛନ୍ତି ସଂସଦ ଅଧିବେଶନ ଏଥରକ ଆମେ ତୃଣମୂଳ କଂଗ୍ରେସ ଭାଙ୍ଗି ଦେଇଛନ୍ତି, ତାଙ୍କର 20 MP ଆସିଯାଇଛନ୍ତି NCPI ଜରିଆରେ NDAକୁ, ଉଦ୍ଧବ ଠାକରେ ପାର୍ଟି ଭାଙ୍ଗିକି ତାଙ୍କୁ ଶିବସେନାକୁ ଶିବସେନା ତାଙ୍କ ଗୋଷ୍ଠୀ କି ଉଦ୍ଧବ ଠାକରେଙ୍କ ଶିବସେନାକୁ ଭାଙ୍ଗିକି ସିନ୍ଦେ ଗ୍ରୁପ ଶିବସେନାକୁ ନେଇ ଆସିଛନ୍ତି, ସିଏ ମଧ୍ୟ NDA କେମିତି 360 କରିବେ ଲୋକସଭାରେ, ସେଇ ଲକ୍ଷ୍ୟରେ କାମ କରୁଥିଲେ। ରାଜ୍ୟସଭାରେ ଭାଙ୍ଗିଛନ୍ତି, ରାଜ୍ୟସଭାରେ ଆପ୍ର 4 ଜଣ ମେମ୍ବରଙ୍କୁ ଆଣି ବିଜେପିରେ ମିଶିଛନ୍ତି, ପୁଣି TMCର 4 ଜଣ ରାଜ୍ୟସଭା ସଂସଦକୁ ଇସ୍ତଫା ଦେଇଛନ୍ତି, ସେଥିରୁ 3 ଜଣଙ୍କୁ ବିଜେପି ଆଣିଛନ୍ତି। ଉଭୟ ଗୃହରେ ଆଣିକି ତାଙ୍କ ଗୋଟେ କରିଦେଇଥିଲେ ଗୁରାଏ ଏଣ୍ଟାୟାର ଅପୋଜିସନ ପାର୍ଟି ଡିମୋରାଲ ହେଇଥିଲା। ପଶ୍ଚିମବଙ୍ଗ ନିର୍ବାଚନ ପରେ ନିର୍ବାଚନ କମିଶନର ଆଖିମୁଖ୍ୟ ଏବଂ ବିରୋଧୀ ଦଳମାନେ ଭାଙ୍ଗି ଯିବାର ଯେଉଁ ପ୍ରକ୍ରିୟାରେ ଏଣ୍ଟାୟାର ଅପୋଜିସନ ଦଳ ଡିମୋରାଲାଇଜ ଥିଲା, ସେତେବେଳେ ଏମାନେ ଯୋଜନା କରିଥିଲେ ଯେ ଏଇ ଅଧିବେଶନରେ ଡିଲିମିଟେସନ ୱିଲ୍ ଆଣିବେ, 1 ନେସନ୍ 1 ଇଏ ଆଣିବେ, ତାଙ୍କର ଯେତେ ଗୁଡ଼ିଏ କାର୍ଯ୍ୟ ଏପରିକି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ଯେଉଁମାନେ 30 ଦିନ ଅଧିକା 30 ଦିନ ଜେଲରେ ରହିଯିବେ, କୌଣସି ଅପରାଧରେ ରହିଯିବେ ଜେଲରେ, ତାଙ୍କ ସବୁ ମୁଖ୍ୟମନ୍ତ୍ରୀତ୍ୱ ବା ପ୍ରଧାନମନ୍ତ୍ରୀ ଚାଲିଯିବ, ତାଙ୍କୁ ବିଧାନ ପଡ଼ିବ ଇତ୍ୟାଦି ଆଇନ ଫାଇନ କରିବାର ଥିଲା। ଏ ବହୁ ଗୁଡ଼ିଏ ଆଇନ ପାଇଁକା ଏକଦମ ଗୁରୁତ୍ୱପୂର୍ଣ୍ଣ ଲେଜିସ୍ଲେସନ୍ ପାଇଁ ପ୍ରସ୍ତୁତ ଥିଲେ। ତାଙ୍କର କମ୍ଫର୍ଟେବୁଲ ସ୍ଥିତି ପାର୍ଲାମେଣ୍ଟରେ ଆସିଯାଇଛି ଭାବୁଥିଲେ, ଯଦିଓ 360 ତଥାପି ହେଇନଥିଲା। DMK କେମିତି ଆଣିବେ ସେଠି ମଧ୍ୟ କଥାବାର୍ତ୍ତା ଚାଲିଥିଲା ଡିଲିମିଟେସନରେ, ତାଙ୍କର ତ ନେଗୋସିଏସନ୍ ଚାଲିଥିଲା, କାରଣ DMK କଂଗ୍ରେସ ଏଥର ଅପଡ଼ ହେଇଯାଇଛି ତାମିଲନାଡୁ ପରିସ୍ଥିତି ନେଇକି। କିନ୍ତୁ এই আন্দোলনটা পুরা ভারতবর্ষের মানচিত্র বদলাই দেলা। এন্টায়ার বিরোধী পক্ষ শক্তিশালী হয়ে যাই হঠাৎ এবং সরকার ব্যাকফুটକୁ ଚାଲି ଯାଇଛନ୍ତି। আর 20 ତାରିଖରୁ ଆଜି ହେଲା କେତେ ତାରିଖ? ଆଉ 24 ତାରିଖ। এই 5 ଦିନ ଭିତରେ ସଂସଦରେ କୌଣସି ଗୋଟିଏ କାମ ବି ହେଇନି। କାରଣ ସଂସଦରେ କୌଣସି କାମ ପୂର୍ବରୁ ସମସ୍ତେ ଚାହୁଁଛନ୍ତି ନିଶ୍ଚୟ ଆଲୋଚନା ହେବ, ପ୍ରଥମେ କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ଦରକାର, ପ୍ରଧାନମନ୍ତ୍ରୀ ଜବାବ ଦିଅନ୍ତୁ, ଛାତ୍ରମାନଙ୍କ ଯେଉଁ ମାଡ଼ ହେଲା ସ୍ୱରାଷ୍ଟ୍ରମନ୍ତ୍ରୀ ଗୃହମନ୍ତ୍ରୀ ଇସ୍ତଫା ବିବୃତ୍ତି ଦିଅନ୍ତୁ, ନାନାଦି କଥା କହି ବିରୋଧୀ ଦଳ এই আলোচনাକୁ ହେଇନାହିଁ। ଯେଉଁ ସରକାର କହୁଛି ଆମେ ଆଲୋଚନା ପ୍ରସ୍ତୁତ ଅଛୁ, এটা କୋଶ୍ଚିନ୍ ଆଲୋଚନା ନୁହଁ, ଆଲୋଚନା ହେବ ଧର୍ମପ୍ରତିଷ୍ଠା। এইটাও ନେଇ ବିରୋଧୀ ଦଳ ସମ୍ପୂର୍ଣ୍ଣ ଭାବରେ ଏକଜୁଟ। କାରଣ ଏକରେ ମଧ୍ୟ ଏ ଯଦିଓ ସରକାର ପ୍ରଥମ ଥର ପାଇଁ କକରୋଜ ଜନତା ସାହିତ୍ୟ ପରିଚୟ ଯେଉଁଟା ପ୍ରଥମରୁ କରିବା କଥା କରିନଥିଲେ, ବର୍ତ୍ତମାନ ତା ମଧ୍ୟରେ ଡାଇଲଗ ପ୍ରୋସେସ୍ କରିଛନ୍ତି, ଯେଉଁଥିରେ ସନ୍ମଞ୍ଚଙ୍କ ଅନଶନ ଯାଇଛି। ଆଜି ମଧ୍ୟ ଡାଇଲଗ ପ୍ରକ୍ରିୟାରେ ସେମାନଙ୍କ ପ୍ରତିନିଧି କଥାବାର୍ତ୍ତା କରୁଛନ୍ତି। କିନ୍ତୁ ବିରୋଧୀ ପକ୍ଷ ଅଧମ ଶକ୍ତିଶାଳୀ ହେଇଯାଇଛନ୍ତି। ଯେଉଁମାନଙ୍କୁ ଡିମୋରାଲାଇଜ ଥିଲେ, ଆପଣ ଡିମୋରାଲାଇଜ ସଂକେତ ଦେଉଛି ଦେଖନ୍ତୁ। ନବୀନ ପଟ୍ଟନାୟକ ଓଡ଼ିଶା କ୍ଷେତ୍ରରେ ନବୀନ ପଟ୍ଟନାୟକ ତ ବରାବର ମାନେ ଜାଣିଥିଲେ ବିଜେଡି କେନ୍ଦ୍ରୀୟ ନେତୃତ୍ୱ ସାଙ୍ଗରେ ସରକାର ସାଙ୍ଗରେ ଲଢ଼ିବେନି ବୋଲି 2024 ନିର୍ବାଚନ ଯାହା ଅବସ୍ଥା ହେଲା, ଭିକେ ପାଣ୍ଡିଆନ ଜରିଆରେ ଯାହା ହେଲା ବୋଲି ସମସ୍ତେ ଭାବୁଛନ୍ତି। ଲୋକସଭାର ସିଟ୍ ତ ନାହିଁ, ରାଜ୍ୟସଭାର ସିଟ୍ ଅଛି 5 ଜଣ। ଏଠି ମଧ୍ୟ ଓଡ଼ିଶା ଭିତରେ ତାଙ୍କର ଲୋକମାନେ ଧୀରେ ଧୀରେ ବିଜେପିକି ଚାଲୁଛନ୍ତି। 8 ଜଣ ବିଧାନସଭା ସଦସ୍ୟ ମଧ୍ୟ ଗଲା ନିର୍ବାଚନରେ କ୍ରସ୍ ଭୋଟିଂ କରି ବିଜେପି ସମର୍ଥିତ ସାଧାରଣ ପ୍ରାର୍ଥୀଙ୍କୁ ରାଜ୍ୟସଭାରେ ଭୋଟ ଦେଲେ। ପ୍ରତିଦିନ ଜିଲ୍ଲା ପରିଷଦ
पंचायत समिति चेयरमैन एवं ये भाव में दिन धीरे धीरे जो सारा ओडिशार 30टा जिला परिषद खातिर अच्छी अधिकांश पौर परिषद खातिर अच्छी किंतु पंचायत निर्वाचन पूर्व ए प्रतिदिन जाऊले एवं सब बेले बीजेपी ऑफिस कहला जे आज ये मिसिले लंबा तालिका अच्छी आहरी मिसिबे यही भाया भावना भितर थिला एथिरे देखंतु नवीन पट्टनायक जी दलर भावमुख या थिला एवं नवीन पट्टनायक प्रत्येक गतिविधि को भावुले ये बीजेपी बी टीम बाहर काम करुला हठात सी मनोभाव परिवर्तन कर सी कक्रोच जनता पार्टी आंदोलन को समर्थन कले पूरा दम रे एवं धर्मेन्द्र प्रधान को इस्तीफा दाबी कले दिल्ली में कहले दिल्ली फेरी आसी कहले तापर दलर नेता मान कही आंदोलन सहित सामिल हाँपे ये मुझे देखुची दलर लोक मैंने धीरे धीरे आंदोलन सहित ये आंदोलन ओडिशार से रूपरेख नहीं अल्प 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 होती बीजेडी लोक मैंने आस तो नवीन पट्टनायक हठात परिवर्तन आपण से यही आंदोलन जो भारत वर्ष में मनोभाव में जो परिवर्तन घटीगला प्रथम थर पे केंद्र सरकार नरेंद्र मोदी सरकार बैकफुट को चलीगल ये जो परसेप्शन होती नवीन पट्टनायक मत से नवीन पट्टनायक भावुँ पूर्व शक्ति से फेरी पाइबे ठीक देखु ममता बानार्जी को दल भांगी दल 60 ऊर्ध 62 विधायक 80 विधायक 62 विधायक विरुद्ध अलग संगठन करी अलग करी से माने विरोधी दल नेता होती ऋतुपत बानार्जी कि से दल खाली से नुहे से क्लेम कर आम ही तृणमूल कांग्रेस सी नेशनल लेवल गोटे कमिटी भी करदे जातीय नेशनल प्रेसिडेंट सेक्रेटरी फेक्रेटरी सब करदे क्लेम करें आम हूँ प्रकृत दल तृणमूल कांग्रेस जो ऑफिस से ऑफिस दखल कर नहीं क्या ये सरकार जे अच्छी पश्चिमबंग सरकार समर्थन करुँचे भावे तृणमूल कांग्रेस अवस्था रही खराब अवस्था कि देखो ये आंदोलनटा गोटे जीवन दे ममता बानार्जी की कौन है ममता बानार्जी 21 तारिख दिन सब वर्ष हुए 21 तारिख बार्टर्स डे भाव में गोटे शहीद दिवस से पालन करते कारण से दिवस से लेफ्ट फ्रंट सरकार युव कांग्रेस विक्षोभकारी गोली चाल कर 13 जन युव कांग्रेस कर्मी मृत्यु होता है भित्तिभूमि कर ममता बानार्जी नेतृत्व होता ममता बानार्जी ही नहीं कि कांग्रेस बाहर की तृणमूल कांग्रेस गठन कले वामपंथी सरकार को तड़िया पर्यंत कार्यकारी कले लगे बहुत समय किंतु सी प्रति वर्ष मार्टिन डेज पालन करते प्रति वर्ष 21 तारिख दिन जुलाई 21 एथर कले समझ भावुले एथर लोक हे दल भांगी जाइए दल नेता मान दल छाड़ी चली जाऊँच जो चित्र आप देखुले कि एथर देखागला 21 तारिख दिन किंतु जो मैंने दल ठू अलग है बर्तमान क्लेम करुँच पार्टी फंड को भावुँ से पार्टी फंड को फ्रीज कर कले कारण से कहते आम तृणमूल कांग्रेस सी कले 21 तारिख में एवं कांग्रेस दल मुझे कहली कांग्रेस दल से युव कांग्रेस होता से युव कांग्रेस दल पक्ष है 3 डे है मार्टिन डे से तारिख में क्यों देखागला ममता बानार्जी प्रति अधिक समर्थन तांकरी रैली ही अधिक लोक हेले ये जो रिबेल ग्रुप प्रति लोक गले तृणमूल कांग्रेस कर्मी बा साधारण लोक रैली हेले कहीं जो सरकार विरोधी बीजेपी विरोधी गोटे वातावरण हो जाए तार फायदा ममता बानार्जी पश्चिमबंग में बर्तमान होकर जो कर्मी मैंने पुणी को फेरी आस देखो पूरा बदल जाऊँ चित्र ठीक है भारत वर्ष देखु इंडिया समाजवादी पार्टी सबू दल मान जो स्थिति थिला डीएमके पक्षर कौन कहला डीएमके पक्ष कहुई पूरा पूरी भाव में स्टालिन लिखिं आम मना करूँ एनटीए व्यवस्थार यहाँ फेडराल नेशनल लेवल टेस्टिंग कहीं कहूँ टेस्ट कराई कहूँ कहीं ये केवल कोचिंग इंडस्ट्री समर्थन करने यहाँ फेडराल व्यवस्था सबू राज्य मानक निजर व्यवस्था थिला ताकू नक सेंट्रल एडमिशन सिस्टम भाव में नीट कहीं कराऊँ एनटीए को भांग ये सेंट्रलाइज व्यवस्था को एंट्रांस व्यवस्था को भांगापी निजे आगुरी कहते एवं सीधा सड़क भाव में गोटे लेखा लिखिकी हिंदी में प्रकाश कर समस्त शक्तिशाली सबू विरोधी पक्ष बर्तमान शक्तिशाली सबू विरोधी पक्ष ये आंदोलन जो बर्तमान नुआ शक्ति पाई अदरवाइज आलवार पक्षे आज पर्यंत 12 वर्ष भर निजक अत्यंत शक्तिशाली भावुवा बीजेपी
ନରେନ୍ଦ୍ର ମୋଦି ବା ଅମିତ ଶାହା ଏମାନେ ଦୁର୍ବଳ ହୋଇଯାଇଛନ୍ତି। ଏ ବୁଝିପାରୁନାହାନ୍ତି କ'ଣ ତାର ଉତ୍ତର ଦେବେ। ଦିଲ୍ଲୀ ପୋଲିସର ଯେଉଁ ମାଡ଼ ହେଲା ତାର ଉତ୍ତର ଦେବାକୁ ବାଟ ପାଉନାହାନ୍ତି। କାହିଁକିନା ଆ ବିରୁଦ୍ଧରେ ଏବଂ ଏଣ୍ଟାୟାର ପ୍ରଥମ ଥର ପାଇଁ ଦେଖାଗଲା ଦିଲ୍ଲୀର ଏଣ୍ଟାୟାର ଓକିଲ ସମାଜ ସୁପ୍ରିମକୋର୍ଟର ବହୁ ସଂଖ୍ୟାର ଓକିଲ ଏକଜୁଟ ହୋଇଗଲେ ଏ ସଂକ୍ରାନ୍ତରେ ଏଇ ଯେଉଁ ଘଟଣା ନେଇ ଏମାନେ ଆନ୍ଦୋଳନ ସମର୍ଥନ ଜ୍ଞାପନ କରୁଛନ୍ତି। ଏବଂ ଚାରିଆଡ଼େ ଯେଉଁ ହେଇଛି ଯେଉଁମାନେ ଆଜି ପର୍ଯ୍ୟନ୍ତ ନରେନ୍ଦ୍ର ମୋଦିଙ୍କ ସରକାର ବିରୁଦ୍ଧରେ ବିକଳ୍ପର ସନ୍ଧାନ ଥିଲେ ହେଇପାରୁନି, କଂଗ୍ରେସ ଦଳ କରିପାରୁନି, ସବୁ ବିରୋଧୀ ଦଳ ଏକଜୁଟ ହେଇପାରୁନଥିଲେ ଭାବୁଥିଲେ, ଏ ଦଳ ବହୁତ ସରକାର ବହୁତ ଶକ୍ତିଶାଳୀ ବୋଲି ଭାବୁଥିଲେ। ବହୁତ ପ୍ରଥମ ଥର ପାଇଁ ସରକାର ବ୍ୟାକଫୁଟ୍ ଯାଇଛନ୍ତି ଆଉ ବିରୋଧୀ ପକ୍ଷ ଅତ୍ୟନ୍ତ ଶକ୍ତିଶାଳୀ ହେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବିଷୟରେ ଅବଶ୍ୟ ଗୀତାଞ୍ଜଳି କହିଲେ ଯେ ନିଶ୍ଚିତ ତାଙ୍କ ଘର ପ୍ରଧାନମନ୍ତ୍ରୀଙ୍କ ଘର ଆଗରୁ ଯିବା ଉଚିତ ହେଲା, ସେ ପୁରା ଏ ଯନ୍ତର ମନ୍ତରକୁ ଆସିକି ଆନ୍ଦୋଳନକୁ ସମର୍ଥନ କରିବାକୁ ଠିକ୍ କଥା ତାଙ୍କ ମନୋଭାବ କହିଲେ। କିନ୍ତୁ ରାହୁଲ ଗାନ୍ଧୀ ଏଥିରେ ଜଏନ୍ କରିବା ଫଳରେ, ରାହୁଲ ଗାନ୍ଧୀ ଆନ୍ଦୋଳନକୁ ସମର୍ଥନ କରିବା ଫଳରେ, ଏଣ୍ଟାୟାର ବିରୋଧୀ ପକ୍ଷ ଆନ୍ଦୋଳନକୁ ସମର୍ଥନ କରିବା ପରେ ଏ ଆନ୍ଦୋଳନ ଗୋଟା ବଡ଼ ଧରଣର ଜାତୀୟ ଆନ୍ଦୋଳନ ପରିଣତ ହୋଇଛି। ଆଉ ଦ୍ୱାରା ସବୁ ବିରୋଧୀ ଦଳ ମାନେ ସବୁ ଏଇ ପ୍ରକାର ଆନ୍ଦୋଳନରୁ ବିରୋଧୀ ଦଳ ସବୁବେଳେ ଯେତେବେଳେ ହେଇଛି, ମୋର ମନେ ଅଛି ଯେ ଜୟପ୍ରକାଶଙ୍କ ଆନ୍ଦୋଳନ ଆରମ୍ଭ ହେଲା, ସେ ଛାତ୍ରମାନଙ୍କ ଆନ୍ଦୋଳନ ଆରମ୍ଭ ହେଇଥିଲା। କିନ୍ତୁ ଛାତ୍ର ଆନ୍ଦୋଳନ ବ୍ୟାପକ ଆନ୍ଦୋଳନ ପରିଣତ ହେଲା। ଛାତ୍ର ଆନ୍ଦୋଳନ 74 ମସିହାରେ ଆରମ୍ଭ ହେଲା ଏବଂ ସେଥିରୁ ସବୁ ବିରୋଧୀ ଦଳମାନେ ଲାଭ, ସେଥିରେ ବିରୋଧୀ ଦଳର ସ୍ଥିତି ନଥିଲା ଭାରତବର୍ଷରେ। ସେମାନେ ଯଦି ସ୍ଥିତି ପାଇଲେ ସେ ଆନ୍ଦୋଳନକୁ ପାଇଲେ। ଆନା ହଜାର ଆନ୍ଦୋଳନରେ ଇଣ୍ଡିଆ ଏଗେନ୍ଷ୍ଟ କରପ୍ସନ୍ ଯେଉଁ ଆନ୍ଦୋଳନ ହେଉଥିଲା, ଫାଇଦା ମାରିଲା କିଏ? ଫାଇଦା ମାରିଲେ ବିଜେପି ତ ପାଇଲା, ବିଜେପି ଯଦି କେନ୍ଦ୍ର କ୍ଷମତାକୁ ଆସିଲା ସେ ଆନ୍ଦୋଳନ ତଳ ଭିତ୍ତିଭୂମି ଯୋଗାଇଲା। ତେଣୁ ବିରୋଧୀ ଦଳ ଫାଇଦା ନେବା ସ୍ୱାଭାବିକ, କିନ୍ତୁ ସେମାନେ ଶକ୍ତିଶାଳୀ ହେବା ମଧ୍ୟ ସୁନିଶ୍ଚିତ। କାରଣ ଏ ଆନ୍ଦୋଳନ ଗୋଟେ ନୂଆ ଶକ୍ତି ଯୁବକମାନଙ୍କ ଭିତରେ ଆଣିଦେଇଥିବା ଦୃଷ୍ଟିରୁ, ଯୁବକମାନଙ୍କ ଯେଉଁ ଫ୍ରଷ୍ଟ୍ରେସନକୁ ଗୋଟେ ପ୍ରତିଫଳନ ହେଇଥିବା ଦୃଷ୍ଟିରୁ ଏତେ ଲୋକ, ଯୁବକ ସମ୍ପ୍ରଦାୟ ଲୋକ ଏ ସରକାର ଉପରେ ଅସନ୍ତୁଷ୍ଟ ଅଛନ୍ତି, ଏମାନଙ୍କ କାର୍ଯ୍ୟକଳାପକୁ ସହାୟ କରୁନାହାନ୍ତି। ଆପଣ ଦେଖୁଛନ୍ତି ବିଭିନ୍ନ ଭାବରେ ସୋସିଆଲ ମିଡ଼ିଆରେ ଯେଉଁ ପୋଷ୍ଟିଂ ସବୁ ହେଉଛି ଯୁବକମାନଙ୍କର, ମାନେ ଅତ୍ୟନ୍ତ କାଦର୍ଯ୍ୟ ଧରଣର, ସେଇଥିରୁ ଅନୁମାନ କରିପାରିବେ ଯେ ବିରୋଧୀ ପକ୍ଷ କାହିଁକି ସବୁ ବିରୋଧୀ ଦଳ ଭାବୁଛନ୍ତି ସେମାନଙ୍କ ପାଇଁ ଏକ ସୁଯୋଗ ମଧ୍ୟ ଭାରତବର୍ଷରେ ଆସିଛି।